ପିଲାମାନେ, ଆମେ ବହୁତ ପରିଶ୍ରମ କରି ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ସିଲେକ୍ସନ୍ କରି ଏହି ଭିଡ଼ିଓଟି ପ୍ରସ୍ତୁତି କରିଛୁ, ଯାହାକି ତୁମ ଏହି ବାର୍ଷିକ ପରୀକ୍ଷାରେ ଆସିବାର 100% ଚାନ୍ସ ରହିଛି। ସେଥିପାଇଁ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଏହାର ଲାଭ ଉଠାଅ। ତେବେ ଏବେ ଆସ ଦେଖିବା କେଉଁ ସବୁ ପ୍ରଶ୍ନ ରହିଛି। ଫାର୍ଷ୍ଟ କ୍ୱେଶ୍ଚିନ୍, 1ରୁ 5 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ନିମନ୍ତେ 4ଟି ସମ୍ଭାବ୍ୟ ଉତ୍ତର ଅଛି। ସେଥିମଧ୍ୟରୁ ଠିକ୍ ଉତ୍ତରଟି ବାଛି ପାଖ କୋଠରୀରେ ଠିକ୍ ଚିହ୍ନ ଦିଅ। ପ୍ରଥମ ପ୍ରଶ୍ନ, ବୁଦ୍ଧଦେବ ଧ୍ୟାନ କରୁଥିବା ସ୍ଥାନଟି ବର୍ତ୍ତମାନ କେଉଁ ନାମରେ ପରିଚିତ? ଏହାର ସଠିକ୍ ଉତ୍ତରଟି ହେଉଛି ବୋଧଗୟା। ଏହି ଛୋଟ ଘରେ ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ଖାଦ୍ୟଗୁଡ଼ିକ ମଧ୍ୟରୁ କେଉଁଟି ହରପ୍ପା ସଭ୍ୟତାର ଅଧିବାସୀମାନଙ୍କର ପ୍ରିୟ ଖାଦ୍ୟ ଥିଲା? ଏହାର ସଠିକ୍ ଉତ୍ତରଟି ହେଉଛି ଖଜୁରୀ କୋଳି। ଏଇଠି ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ପଞ୍ଜାବରେ ରଚନା କରାଯାଇଥିବା ବେଦଟି ହେଉଛି ଏହାର ସଠିକ୍ ଉତ୍ତରଟି ହେଉଛି ଋଗ୍ବେଦ। ଏଇଠି ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, କିଏ ଆମିତ୍ରଘାତ ଉପାଧି ପାଇଥିଲେ? ଏହାର ସଠିକ୍ ଉତ୍ତରଟି ହେଉଛି ବିନ୍ଦୁସାର। ଏଇଠି ଠିକ୍ ଚିହ୍ନ ଦେବ। ପରବର୍ତ୍ତୀ ପ୍ରଶ୍ନ, ଆମ ଦେଶରେ ଲୋକମାନଙ୍କର ଭୋଟ ଦେବାର ସର୍ବନିମ୍ନ ବୟସ କେତେ? ଏହାର ସଠିକ୍ ଉତ୍ତରଟି ହେଉଛି 18 ବର୍ଷ। ପରବର୍ତ୍ତୀ ପ୍ରଶ୍ନ, 6ରୁ 10 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ପାଇଁ ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଉତ୍ତରଟିକୁ ବାଛି ଶୂନ୍ୟସ୍ଥାନ ପୂରଣ କର। ପ୍ରଥମ ପ୍ରଶ୍ନ ଅଛି, ଓଡ଼ିଶାର କୋରାପୁଟରେ ଡେକ୍ସ ଜାତିର ଅଧିବାସୀମାନେ ପ୍ରାଚୀନ ସଂସ୍କୃତିକୁ ଜୀବିତ ରଖିଛନ୍ତି। ଏହାର ସଠିକ୍ ଉତ୍ତରଟି ହେବ ପରଜା। ଏହାକୁ ଏହି ଶୂନ୍ୟସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଋଷଭନାଥ ଡେକ୍ସ ଧର୍ମର ପ୍ରଚାରକ ଥିଲେ। ଏହାର ସଠିକ୍ ଉତ୍ତରଟି ହେଉଛି ଜୈନ ଧର୍ମ। ଏହି ଜୈନକୁ ଏହି ଶୂନ୍ୟସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ବରାହ ମିହିର ଡେକ୍ସ ପୁସ୍ତକ ରଚନା କରିଥିଲେ। ଏହାର ସଠିକ୍ ଉତ୍ତରଟି ହେଉଛି ବୃହତ୍ ସଂହିତା। ଏହାକୁ ଏହି ଶୂନ୍ୟସ୍ଥାନ ଜାଗାରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ହରପ୍ପା ସଭ୍ୟତାର ଘରଗୁଡ଼ିକ ଡେକ୍ସରେ ତିଆରି ହୋଇଥିଲା। ଏହାର ସଠିକ୍ ଉତ୍ତରଟି ହେଉଛି ପୋଡ଼ା ଇଟା। ଏହାକୁ ଏହି ଶୂନ୍ୟସ୍ଥାନ ଜାଗାରେ ଲେଖିବ। ତାପରେ ହେଲା, ବର୍ତ୍ତମାନ ଓଡ଼ିଶାରେ ଡେକ୍ସଟି ଜିଲ୍ଲା ପରିଷଦ ଅଛି। ଏହାର ସଠିକ୍ ଉତ୍ତରଟି ହେଉଛି 30ଟି। ଏହି 30କୁ ଏହି ଶୂନ୍ୟସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, 11ରୁ 15 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକର ଉତ୍ତର ପ୍ରଥମ ସମ୍ପର୍କ ଅନୁଯାୟୀ ଶୂନ୍ୟସ୍ଥାନରେ ଲେଖ। 11 ନମ୍ବର ହେବ ପ୍ରଥମେ ବିଷ୍ଣୁ ଶର୍ମା। ଏଇଠି ଲେଖିବ ବିଷ୍ଣୁ ଶର୍ମା। ତାପରେ 12 ନମ୍ବର ଲେଖିବ ଜିଲ୍ଲା ପରିଷଦ। ଏଇଠି ଲେଖିବ ଜିଲ୍ଲା ପରିଷଦ। ତାପରେ 13 ନମ୍ବର ଲେଖିବ ଜୈନ। ଏଇଠି ଲେଖିବ ଜୈନ। ପରବର୍ତ୍ତୀ ପ୍ରଶ୍ନ 14 ନମ୍ବରରେ ହେବ ଶ୍ରୀଲଙ୍କା। ଏଇଠି ଲେଖିବ
ଶ୍ରୀଲଙ୍କା। ତାପରେ 15 ନମ୍ବରରେ ଲେଖିବ ଅମ୍ବି। ଏଇଠି ଲେଖିବ ଅମ୍ବି। ପରବର୍ତ୍ତୀ ପ୍ରଶ୍ନ 16ରୁ 20 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଗୁଡ଼ିକରେ ରେଖାଙ୍କିତ ପଦକୁ ବଦଳାଇ ଭ୍ରମ ସଂଶୋଧନ କରି ଉତ୍ତର ଲେଖ। ପ୍ରଥମ ପ୍ରଶ୍ନ ଅଛି ଅଶୋକ ସ୍ତମ୍ଭରେ ଥିବା ଧର୍ମଚକ୍ରଟି ସୌଭାଗ୍ୟର ପ୍ରତୀକ ଅଟେ। ଏଠାରେ ରେଖାଙ୍କିତ ପଦଟି ଅଛି ସୌଭାଗ୍ୟର। ଏହାକୁ ବଦଳାଇ ଦେବ, ତାପରେ ପୂର୍ଣ୍ଣ ବାକ୍ୟଟି ଲେଖିବା ଆମ୍ଭେ। ସେହି ସ୍ଥାନରେ ଲେଖିବ 16 ନମ୍ବର ମଥୁରା। ଅଶୋକ ସ୍ତମ୍ଭରେ ଥିବା ଧର୍ମଚକ୍ରଟି ମଥୁରା ତକ୍ଷଶିଳାର ପ୍ରତୀକ। ଏଇଠି ଲେଖିବ ସୌଭାଗ୍ୟ ସ୍ଥାନରେ ଲେଖିବ ସୌଭାଗ୍ୟରେ ଲେଖିବ ସତ୍ୟର। ଏଇଠି ଯେଉଁ ଅଛି ସୌଭାଗ୍ୟ ଅଛି ସେହି ସ୍ଥାନରେ ଲେଖିବ ତୁମେ ସତ୍ୟର। ପ୍ରଥମେ ଲେଖିଦେବ ଅଶୋକ ସ୍ତମ୍ଭରେ ଥିବା ଚକ୍ରଟି, ତାପରେ ଲେଖିବ ସତ୍ୟର। ସତ୍ୟର ଲେଖିବ, ସତ୍ୟର ପ୍ରତୀକ। ତାପରେ ପରବର୍ତ୍ତୀ ପ୍ରଶ୍ନଟି ଅଛି ଏଠାରେ ମଥୁରା ଅଛି। এই ମଥୁରା ସ୍ଥାନରେ ତୁମେ ଲେଖିବ ତକ୍ଷଶିଳା। ତକ୍ଷଶିଳା। ତାପରେ ପୂର୍ଣ୍ଣ ବାକ୍ୟଟି ଲେଖିଦେବ। ଶକମାନଙ୍କର ଦ୍ୱିତୀୟ ଭାଗ ଭାରତର ତକ୍ଷଶିଳା ରାଜଧାନୀ ପ୍ରତିଷ୍ଠା କରି ଶାସନ କରିଥିଲେ। ତାପରେ 18 ନମ୍ବରରେ ରେଖାଙ୍କିତ ପଦ ଅଛି ଓଡ଼ିଆରେ। এই ଓଡ଼ିଆକୁ କାଟିଦେବ ଏବଂ ଏହି ସ୍ଥାନରେ ଲେଖିବ ତାମିଲ। ପୂର୍ଣ୍ଣ ବାକ୍ୟଟି ହେବ ସଙ୍ଗମ ଯୁଗକୁ ତାମିଲ ସାହିତ୍ୟର ତାମିଲ। ଏମିତି ଲେଖିବ ତାମିଲ ସାହିତ୍ୟର ସୁବର୍ଣ୍ଣ ଯୁଗ ବୋଲି କୁହାଯାଏ। ପୂର୍ଣ୍ଣ ବାକ୍ୟଟି ଲେଖିଦେବ। ପରବର୍ତ୍ତୀ ପ୍ରଶ୍ନ ଅଛି ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଅନୁପସ୍ଥିତିରେ ବ୍ଲକ ଉନ୍ନୟନ ଅଧିକାରୀ ସମିତିର କାର୍ଯ୍ୟ ତୁଲାଇଥାନ୍ତି। ଏଇଠି ରେଖାଙ୍କିତ ପଦ ଅଛି ବ୍ଲକ ଉନ୍ନୟନ ଅଧିକାରୀ। এই ସ୍ଥାନରେ ତୁମେ ଲେଖିବ ଉପାଧ୍ୟକ୍ଷ। ପୂର୍ଣ୍ଣ ବାକ୍ୟଟି ଲେଖିବ ଏତେ ଦୂର ଯାଏ, ତାପରେ ଏହି ସ୍ଥାନରେ ଲେଖିବ ଉପାଧ୍ୟକ୍ଷ। ଉପାଧ୍ୟକ୍ଷ। ତାପରେ ଏହି ବାକ୍ୟ ଲେଖିବ ସମିତିର କାର୍ଯ୍ୟ ତୁଳାଇଥାନ୍ତି। ପରବର୍ତ୍ତୀ ପ୍ରଶ୍ନ ଆର୍ଯ୍ୟମାନଙ୍କର ଦଳର ସବୁଠାରୁ ଶକ୍ତିଶାଳୀ ବିବେଚିତ ବ୍ୟକ୍ତିଙ୍କୁ ମୁଖିଆ କୁହାଯାଉଥିଲା। ଏଇଠି ରେଖାଙ୍କିତ ପଦ ଅଛି ମୁଖିଆ। এই ମୁଖିଆ ସ୍ଥାନରେ ଲେଖିବ ତୁମେ ରାଜନ। ପୂର୍ଣ୍ଣ ବାକ୍ୟଟି ହେବ ଆର୍ଯ୍ୟମାନଙ୍କର ଦଳର ସବୁଠାରୁ ଶକ୍ତିଶାଳୀ ବିବେଚିତ ବ୍ୟକ୍ତିଙ୍କୁ ରାଜନ କୁହାଯାଉଥିଲା। ରାଜନ କୁହାଯାଉଥିଲା। ପରବର୍ତ୍ତୀ ପ୍ରଶ୍ନ ଅଛି 21ରୁ 25 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନ ଉତ୍ତରକୁ 2 କିମ୍ବା 3ଟି ବାକ୍ୟ ମଧ୍ୟରେ ଲେଖ। ପ୍ରଥମ ପ୍ରଶ୍ନ ଅଛି ନନ୍ଦବଂଶ ନିଜ ଲୋକପ୍ରିୟତା ହରାଇବାର ପ୍ରମୁଖ କାରଣ ଗୁଡ଼ିକ ଲେଖ। ଏହାର ଉତ୍ତରଟି ମୁଁ କହୁଛି ଅନେକ କାରଣ ଅଛି। ପ୍ରଥମରେ ହେଲା ରାଜା। ତୁମେ ଲେଖିବ ରାଜା এইଠି ଲେଖିବାର ଅସୁବିଧା ହେଉଛି, ସେଥିପାଇଁ ପିଲାମାନେ ଏହି ପ୍ରଶ୍ନର ଉତ୍ତର ଆମେ ଭିଡ଼ିଓ ଶେଷରେ ଦେଇଛୁ, ନିଶ୍ଚୟ ଦେଖିବ ଓ ଲେଖିବ। ପରବର୍ତ୍ତୀ ପ୍ରଶ୍ନ ପିଲାମାନେ ଏହି ପ୍ରଶ୍ନର ଉତ୍ତର ବି ଆମେ
ଭିଡ଼ିଓ ଶେଷରେ ଦେଇଛୁ ନିଶ୍ଚୟ ଦେଖିବ ଓ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଏହି ପ୍ରଶ୍ନର ଉତ୍ତର ମଧ୍ୟ ଆମେ ଭିଡ଼ିଓ ଶେଷରେ ଦେଇଛୁ ନିଶ୍ଚୟ ଦେଖିବ। ପରବର୍ତ୍ତୀ ପ୍ରଶ୍ନ, ଏହି ପ୍ରଶ୍ନର ଉତ୍ତର ମଧ୍ୟ ଆମେ ଭିଡ଼ିଓ ଶେଷରେ ଦେଇଛୁ ନିଶ୍ଚୟ ଦେଖିବ। ଏହି ପ୍ରଶ୍ନର ଉତ୍ତର ମଧ୍ୟ ଆମେ ଭିଡ଼ିଓ ଶେଷରେ ଦେଇଛୁ ନିଶ୍ଚୟ ଦେଖିବ। ତାପରେ 26ରୁ 30 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନଗୁଡ଼ିକ ଉତ୍ତରକୁ 40ରୁ 50ଟି ଶବ୍ଦ ମଧ୍ୟରେ ଦେଇଥିବା ସ୍ଥାନରେ ଲେଖ। ପ୍ରାୟ 5ରୁ 6 ଧାଡ଼ି ହେବ ପିଲାମାନେ। ଏହି ପ୍ରଶ୍ନର ଉତ୍ତର ମଧ୍ୟ ଆମେ ଭିଡ଼ିଓ ଶେଷରେ ଦେଇଛୁ ନିଶ୍ଚୟ ଦେଖିବ। ତାପରେ ଏହି ପ୍ରଶ୍ନର ଉତ୍ତର ମଧ୍ୟ ଆମେ ଭିଡ଼ିଓ ଶେଷରେ ଦେଇଛୁ ନିଶ୍ଚୟ ଦେଖିବ। ଏହି ପ୍ରଶ୍ନଟିର ଉତ୍ତର ମଧ୍ୟ ଆମେ ଭିଡ଼ିଓ ଶେଷରେ ଦେଇଛୁ ନିଶ୍ଚୟ ଦେଖିବ ପିଲାମାନେ। ତାପରେ ଏହି ପ୍ରଶ୍ନଟିର ଉତ୍ତର ମଧ୍ୟ ଆମେ ଭିଡ଼ିଓ ଶେଷରେ ଦେଇଛୁ ନିଶ୍ଚୟ ଦେଖିବ। ତାପରେ ଏହି ପ୍ରଶ୍ନଟିର ଉତ୍ତର ମଧ୍ୟ ଆମେ ଭିଡ଼ିଓ ଶେଷରେ ନିଶ୍ଚୟ ଦେଇଛୁ ଦେଖିବ ପିଲାମାନେ। ଧନ୍ୟବାଦ।